ଆଜି ଆମେ ଜାଣିବା ସଫଳ ଦାମ୍ପତ୍ୟର ବ୍ୟବହାରିକ ସିଦ୍ଧାନ୍ତ ସବୁ କ'ଣ। ନିଜର ସାଥୀକୁ ଅର୍ଥାତ୍ ପତି ପତ୍ନୀକୁ ଓ ପତ୍ନୀ ପତିଙ୍କୁ ନିର୍ମଳ ହୃଦୟରେ ପ୍ରେମ କରନ୍ତୁ। ପ୍ରେମର ତାତ୍ପର୍ଯ୍ୟ ହେଉଛି ସାଥୀର ଦୋଷ ବା ଭୁଲ ଥିଲେ ତାକୁ ସହାନୁଭୂତିର ସହିତ କ୍ଷମା କରିବା। ନିଜ ଭିତରେ ଭୁଲ ବୁଝାମଣା ବା ମନୋମାଳିନ୍ୟ ଥିଲେ ଯଥାସମ୍ଭବ ଶୀଘ୍ର ତାହା ଦୂର କରିବାର ଚେଷ୍ଟା କରନ୍ତୁ। ଅହଂଭାବ ଠାରୁ ସର୍ବଦା ଦୂରରେ ରହିବାର ଚେଷ୍ଟା କରନ୍ତୁ। ସରଳତା, ମଧୁର ଭାଷଣ ଓ କ୍ଷମାଶୀଳ ସ୍ୱଭାବ ଦ୍ୱାରା ଦାମ୍ପତ୍ୟ ଜୀବନର ଶୁଷ୍କତାକୁ ମଧ୍ୟ ପୁଷ୍ପିତ ପଲ୍ଲବିତ କରାଯାଇପାରେ। ପରସ୍ପର ପ୍ରତି ଅବିଚଳ ବିଶ୍ୱାସ ରଖନ୍ତୁ। ସନ୍ଦେହ ପୋଷଣ କରିବା ଫଳରେ ଆଜି ବହୁ ଦମ୍ପତି କଷ୍ଟ ଭୋଗ କରୁଛନ୍ତି। ତେଣୁ ସନ୍ଦେହର ଏହି ବିଷବୃକ୍ଷକୁ ବଢ଼ାଇବା ଅନୁଚିତ। ସବୁ ପରିସ୍ଥିତିରେ ଜଣେ ଆଉ ଜଣଙ୍କୁ ସାହାଯ୍ୟ କରିବା ଦରକାର। ସାଥୀ ହୋଇ କଷ୍ଟ ସହିଯାଆନ୍ତୁ ଓ ସାଥୀ ହୋଇ ସୁଖର ଦିନ କାଟନ୍ତୁ। ଆର୍ଥିକ, ସାମାଜିକ ଇତ୍ୟାଦି ସବୁ କାମ ସାଥୀ ହୋଇ କରନ୍ତୁ। ରୋଗ, କଷ୍ଟ, ଦୁଃଖ ଇତ୍ୟାଦି ଅବସ୍ଥାରେ ପରସ୍ପରକୁ ସାହାଯ୍ୟ କରନ୍ତୁ। ନିଃସ୍ୱାର୍ଥପର ଭାବରେ ପରସ୍ପରର ସେବା କରନ୍ତୁ। ପତି ପତ୍ନୀ ଦୁଇଟି ଶରୀର ହେଲେ ସୁଦ୍ଧା ଏକ ପ୍ରାଣ ହେବା ଦରକାର। ସଂକୁଚିତ ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ ହିଁ ତୁମେ ଦାମ୍ପତ୍ୟ ଜୀବନର ବାସ୍ତବ ସୁଖ ଉପଭୋଗ କରିପାରିବ। ଯେତେ ଦୂର ସମ୍ଭବ ଜଣେ ଆଉ ଜଣଙ୍କ ବିଷୟରେ ଆଲୋଚନା କରିବା ଅନୁଚିତ। ଦୁର୍ବଳତା ଓ ଦୋଷ କାହାଠାରେ ନାହିଁ। କିଏ ସର୍ବଗୁଣ ସମ୍ପନ୍ନ? ତୁମେ ଯଦି ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତିର ବାତାବରଣ ପାଇଁ ଇଚ୍ଛୁକ, ତେବେ ଅନ୍ୟର ଦୋଷ ଖୋଜିବାର ଅଭ୍ୟାସ ପରିତ୍ୟାଗ କରନ୍ତୁ। ଦୋଷ ଅନ୍ୱେଷଣ କଲେ ପରସ୍ପର ମଧ୍ୟରେ କଟୁ ଭାବନା ଜନ୍ମ ନେଇଥାଏ। ବିଶ୍ୱାସ ନଷ୍ଟ ହୁଏ। ତେଣୁ ଦୋଷ ଅନ୍ୱେଷଣର ଅଭ୍ୟାସ ପରିତ୍ୟାଗ କରନ୍ତୁ। ସ୍ୱେଚ୍ଛାଚାରୀ ହୁଅନ୍ତୁ ନାହିଁ। ମିଳିମିଶି ସବୁ କାମ କରନ୍ତୁ। ନିଜର ସାଥୀକୁ ଲୁଚାଇ କୌଣସି କାମ କରନ୍ତୁ ନାହିଁ। ଅଧିକାର ଓ ବଡ଼ପଣିଆର କୁଭାବନାକୁ ପରିତ୍ୟାଗ କରନ୍ତୁ। ସବୁବେଳେ ଓଠରେ ହସ ଲଗାଇ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ହସ ଓ ମନୋରଞ୍ଜନ ଖାଦ୍ୟ ତୁଳନାରେ ଅଧିକ ଆବଶ୍ୟକ। ପ୍ରଥମେ ତୁମର ସୁଖ, ପରେ ମୋର। ଏହି ଭାବନା ଘରକୁ ସ୍ୱର୍ଗରେ ପରିଣତ କରେ। ନିଜ ସୁଖକୁ ସବୁବେଳେ ପଛରେ ରଖନ୍ତୁ। କୌଣସି ବିଷୟକୁ ସବୁବେଳେ ସଳଖ ଭାବରେ ବୁଝାଇ ଦିଅନ୍ତୁ। ସାଥୀକୁ ବ୍ୟଙ୍ଗ କରନ୍ତୁ ନାହିଁ। ତା ଉପରେ ରାଗ କରନ୍ତୁ ନାହିଁ ବା ଧମକ ଦିଅନ୍ତୁ ନାହିଁ। ଉଭୟେ ଶିଷ୍ଟାଚାର ପାଳନ କରନ୍ତୁ। ପାରିବାରିକ ଜୀବନରେ ଅଶିଷ୍ଟ ବ୍ୟବହାର ସର୍ବଦା ନିନ୍ଦନୀୟ ଓ ତ୍ୟାଜ୍ୟ। ଅଧିକ କାମୁକ ହୁଅନ୍ତୁ ନାହିଁ। ଏହି କଳଙ୍କ ଦ୍ୱାରା ଅଧିକାଂଶ ଦାମ୍ପତ୍ୟ ଜୀବନ ଦୁଃଖମୟ ହୋଇଥାଏ। ପରିବାରର ସଦସ୍ୟମାନଙ୍କ ବିଷୟରେ ଟିପ୍ପଣୀ କରନ୍ତୁ ନାହିଁ। ସରଳ ଜୀବନଯାପନ କରନ୍ତୁ। ବିଳାସ ଦ୍ରବ୍ୟ ଠାରୁ ସର୍ବଦା ଦୂରରେ ରୁହନ୍ତୁ। ସରଳତା ସବୁଠାରୁ ବଢ଼ିଆ ଫେସନ। ଘରେ ପ୍ରବେଶ କରିବା ମାତ୍ରେ ବାହାରର ଚିନ୍ତାକୁ ଭୁଲି ଯାଆନ୍ତୁ। ଘରେ ଥିବା ସମୟରେ ବାହାରର ଚିନ୍ତା ଓ ଜଞ୍ଜାଳରୁ ମୁକ୍ତ ହୋଇ ପତି ପତ୍ନୀ ଦୁହେଁ ପ୍ରେମ ଓ ଆହ୍ଲାଦର ଆନନ୍ଦ ଉପଭୋଗ କରିବା ଉଚିତ। ତେଣୁ ନିଜର ବ୍ୟବସାୟ ସମ୍ପୃକ୍ତି ଅସୁବିଧା ଓ ଚିନ୍ତାକୁ ନିଜ ବ୍ୟବସାୟ ସ୍ଥଳୀରେ ଛାଡ଼ିଦେଇ ନିଜ ଘରକୁ ଯିବା ଦରକାର। ଯେଉଁ ଦମ୍ପତି ଜୀବନରେ ଏହି 16ଟି ସୂତ୍ରକୁ ଅନୁସରଣ କରିବେ, ସେମାନେ ଅବଶ୍ୟ ନିଜ ଜୀବନକୁ ଆନନ୍ଦମୟ କରିପାରିବେ। ଧନ୍ୟବାଦ।